ପିଲାମାନେ ଆଜି କୋଭିଡ୍-19ର ଉତ୍ପତ୍ତି, ନାମକରଣ ଓ ପରିବିସ୍ତାର ସମ୍ପର୍କରେ ଆସ ଜାଣିବା। 2019 ମସିହା ଡିସେମ୍ବର ମାସ ପର୍ଯ୍ୟନ୍ତ ଏପରି ଏକ ଶ୍ୱାସତନ୍ତ୍ର ସମ୍ପର୍କିତ ନିମୋନିଆ ଭଳି ମହାମାରୀ ସାରା ପୃଥିବୀ ଜାଣିନଥିଲା। ସେହି ମାସର ପ୍ରଥମ ଦିନରେ ରୋଗର ଲକ୍ଷଣଗୁଡ଼ିକ ପ୍ରଥମ କରି ଚୀନର ହୁବେଇ ରାଜ୍ୟରେ ଜଣେ 53 ବର୍ଷୀୟା ମହିଳାଙ୍କଠାରେ ଦେଖାଗଲା। ଥଣ୍ଡା ସହ ଜ୍ୱର ପରି ଏକ ଫ୍ଲୁ ରୋଗ ସନ୍ଦେହ କରି ଡାକ୍ତରମାନେ ତାଙ୍କୁ ସଙ୍ଗରୋଧ ୱାର୍ଡରେ ରଖି ଚିକିତ୍ସା କରିଥିଲେ। ସେହି ମାସର ଦ୍ୱିତୀୟ ସପ୍ତାହ ବେଳକୁ ଡାକ୍ତରମାନେ ଲକ୍ଷ୍ୟ କଲେ ପୂର୍ବ ବର୍ଣ୍ଣିତ ଲକ୍ଷଣଯୁକ୍ତ ରୋଗୀ ସହରର ଅନ୍ୟ ଚିକିତ୍ସାଳୟକୁ ମଧ୍ୟ ଆସୁଛନ୍ତି। 2019 ଡିସେମ୍ବର 25 ତାରିଖ ବେଳକୁ ଦୁଇଟି ଚିକିତ୍ସାଳୟର କର୍ମଚାରୀ ସଂକ୍ରମିତ ହେବା ପରେ ରୋଗର ଅବିଚ୍ଛିନ୍ନ କ୍ଷିପ୍ରତର ବୃଦ୍ଧି ଲକ୍ଷ୍ୟ କରାଗଲା। ଚୀନର ଡାକ୍ତରମାନେ ଏଭଳି ଅସ୍ୱାଭାବିକ ଶ୍ୱାସତନ୍ତ୍ର ସମ୍ପର୍କିତ ନିମୋନିଆ ପରି ରୋଗକୁ ପ୍ରଥମ କରି ସୂଚିତ କରିବାର ପ୍ରାୟ 3 ସପ୍ତାହ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଜଣାଇଲେ। ତେବେ ସେ ପର୍ଯ୍ୟନ୍ତ ରୋଗଟି ସମ୍ପର୍କରେ ପୃଥିବୀର ଅନ୍ୟ କୌଣସି ଦେଶରୁ ଖବର ମିଳିନଥିଲା। କିନ୍ତୁ 2020 ମସିହା ଜାନୁଆରୀ 13 ତାରିଖରେ ଚୀନର ସେହି ଉହାନ ସହରରୁ ଥାଇଲାଣ୍ଡକୁ ଫେରିଥିବା ଜଣେ 61 ବର୍ଷୀୟା ମହିଳାଙ୍କଠାରେ ଅସ୍ୱାଭାବିକ ଶ୍ୱାସତନ୍ତ୍ର ରୋଗ ଦେଖାଗଲା। ଜାନୁଆରୀ 15 ତାରିଖରେ ଆଉ ଜଣେ ଚୀନ ଫେରନ୍ତା ରୋଗୀକୁ ଜାପାନରେ ନିରୂପଣ କରାଗଲା। ଫଳସ୍ୱରୂପ ଚୀନ ପୌର ସଂସ୍ଥାର ଚିକିତ୍ସକମାନେ ସୀମିତ ଭାବେ ମଣିଷରୁ ମଣିଷକୁ ରୋଗଟି ସଂକ୍ରମିତ ହେଉଥିବା ସ୍ୱୀକାର କରିବାକୁ ଆରମ୍ଭ କରିନେଲେ। ଏସବୁ ସତ୍ତ୍ୱେ ଜାନୁଆରୀ ମାସରେ ଚୀନା ଚନ୍ଦ୍ର ନବବର୍ଷ ଅବସରରେ ସେଠାକାର ଉହାନ ସହରରେ ଏକ ବିଶାଳ ଭୋଜି ସଭାର ଆୟୋଜନ କରାଗଲା। ସେଠାକୁ ସମସ୍ତେ ଘରେ ରନ୍ଧାଯାଇଥିବା ଖାଦ୍ୟକୁ ମିଳିତ ଭାବେ ଭୋଜନ କରିବା ପାଇଁ ଅବସର ପାଇଲେ। ସେହି ଘଟଣାର ଅଳ୍ପ ଦିନ ପରେ ରୋଗର ପ୍ରାଦୁର୍ଭାବ ଅତ୍ୟଧିକ ବୃଦ୍ଧି ପାଇଲା। ଭୋଜି ସଭାରେ ଯୋଗ ଦେଇଥିବା ବହୁ ସଂଖ୍ୟାର ଲୋକ ପୃଥିବୀର ବିଭିନ୍ନ ଦେଶରେ ଥିବା ନିଜର କର୍ମକ୍ଷେତ୍ରକୁ ପରବର୍ତ୍ତୀ କାଳରେ ଚାଲିଗଲେ। ଜାନୁଆରୀ 21 ତାରିଖ ଦିନ ଅର୍ଥାତ୍ ଠିକ୍ 6 ଦିନ ପୂର୍ବେ ଚୀନର ସେହି ସହରରୁ ଫେରିଥିବା ଜଣେ ଆମେରିକୀୟଠାରେ ଫ୍ଲୁ ରୋଗର ଲକ୍ଷଣ ଦେଖାଦେଲା। ଆମେରିକାସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ରୋଗ ବିଷୟରେ ସେ ଜଣେଇଲେ। ଠିକ୍ ସେହି ସମୟରେ ଅତ୍ୟାଧୁନିକ ପରୀକ୍ଷଣ ସାମଗ୍ରୀ ସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଉହାନ ସହରରେ ପହଞ୍ଚିଲେ। ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ଦ୍ୱାରା ସେମାନେ ଜଣାଇଲେ ଯେ ରୋଗର କାରଣ ହେଉଛି ଅଭିନବ କରୋନା ଭୂତାଣୁ। ପୂର୍ବରୁ ନିର୍ଣ୍ଣିତ ହୋଇଥିବା ସାରସ୍ ଭୂତାଣୁଠାରୁ ନୂତନ ଭୂତାଣୁଠାରେ କେତୋଟି ଗୁଣରେ ଏହାର ପାର୍ଥକ୍ୟ ଥିଲା। ତେଣୁ ଭୂତାଣୁ ବର୍ଗୀକରଣ ନିୟାମକ ଆନ୍ତର୍ଜାତିକ କମିଟି ଇଣ୍ଟରନ୍ୟାସନାଲ କମିଟି ଅନ୍ ଟାକ୍ସୋନମି ଅଫ୍ ଭାଇରସେସ୍ ICTVର ଅନୁମୋଦିତ ତାହାର ନାମ ଅସ୍ଥାୟୀ ଭାବେ ଅଭିନବ ସାରସ୍ କରୋନା ଭୂତାଣୁ 19 ନୋଭେଲ
ସାରସ୍ କରୋନା ଭାଇରସ୍ 19 ବା ଏନ୍ ସାରସ୍ କୋଭିଡ୍-19 ବା ଏନ୍ ସାରସ୍ କୋଭିଡ୍-2 ରଖାଗଲା। 2020 ମସିହା ଫେବୃଆରୀ ମାସ 11 ତାରିଖରେ ICTV ଏହାର ନାମକରଣ କୋଭିଡ୍-19 କଲେ। କାରଣ ତାହାର ପୂର୍ବ ନିର୍ଣ୍ଣିତ ସାରସ୍ ଓ ମର୍ସ କରୋନା ଭୂତାଣୁ ସହ ଜିନୀୟ ସମ୍ପର୍କ ରହିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସେହି ନାମ ଗ୍ରହଣ କରାଗଲା ଓ 2020 ମସିହା ମାର୍ଚ୍ଚ 11 ତାରିଖରେ କୋଭିଡ୍-19 ରୋଗକୁ ବିଶ୍ୱବ୍ୟାପୀ ମହାମାରୀ ଘୋଷଣା କରାଗଲା। 1968 ମସିହାରେ ଏହି ରୋଗ ସୃଷ୍ଟି କରୁଥିବା କରୋନା ଭୂତାଣୁ ପ୍ରଥମ କରି ଲୋକଲୋଚନକୁ ଆସିଥିଲା। ନିଡୋଭିରାଲେସ୍ ବର୍ଗରେ ଏହି ଭୂତାଣୁଟି ଅନ୍ତର୍ଭୁକ୍ତ। ଭୂତାଣୁଙ୍କର ବିଭିନ୍ନ ବର୍ଗ ମଧ୍ୟରେ ଏହା ସର୍ବବୃହତ୍। ଏଥିରେ 3ଟି ବଂଶ ଯଥା କରୋନା ଭିରିଡି, ଆର୍ଟେରି ଭିରିଡି ଓ ରୋନି ଭିରିଡି ରହିଛନ୍ତି। କରୋନା ଭିରିଡିର 2ଟି ଉପବଂଶ ହେଲା କରୋନା ଭିରିନା ଓ ଟୋନୋଭିରିନା। ସେଥିରୁ କରୋନା ଭିରିନାରେ କୋଭିଡ୍-19 ବ୍ୟାଧି କରୁଥିବା କରୋନା ଭୂତାଣୁ ସ୍ଥାନିତ ହୋଇଛି। ଲାଟିନ୍ ଶବ୍ଦ କରୋନାରୁ କରୋନା ଭୂତାଣୁ ନାମ ଆସିଅଛି। କରୋନାର ଅର୍ଥ ମୁକୁଟ। ଜୁନ୍ ଆଲମିଡା ଓ ଡେଭିଡ୍ ଟାଇରେଲଙ୍କ ଦ୍ୱାରା 1966 ମସିହାରେ କରୋନା ଭୂତାଣୁର ନାମକରଣ ହୋଇଥିଲା ଓ ସେମାନେ ପ୍ରଥମ କରି ମାନବ କରୋନା ଭୂତାଣୁ ଅଧ୍ୟୟନ କରିଥିଲେ। ଇଲେକ୍ଟ୍ରନ୍ ମାଇକ୍ରୋସ୍କୋପରେ କରୋନା ଭୂତାଣୁର ପୃଷ୍ଠଭାଗରେ ବିଶେଷ ଧରଣର ସ୍ଫୀତ କଣ୍ଟା ଭଳି ଅଂଶଗୁଡ଼ିକ ସୂର୍ଯ୍ୟଙ୍କର କରୋନା ମଣ୍ଡଳ ପରି ଦେଖାଯାଏ। ଏହି ନାମକୁ ICTV ଦ୍ୱାରା 1971ରେ ଗ୍ରହଣ କରାଯାଇଥିଲା। ଏବେ ଆସ କୋଭିଡ୍-19ର ପରିବିସ୍ତାର ସମ୍ପର୍କରେ ଜାଣିବା। 2002 ମସିହାରେ ପ୍ରଥମ କରି ଚୀନ ଓ ହଂକଂରେ କରୋନା ଭୂତାଣୁ ଜନିତ ସାରସ୍ ସିଭିୟର୍ ଆକ୍ୟୁଟ୍ ରେସ୍ପିରେଟୋରୀ ସିଣ୍ଡ୍ରୋମ୍ ବା ତୀବ୍ର ସାଂଘାତିକ ଶ୍ୱାସତନ୍ତ୍ର ପ୍ରଦାହ ବ୍ୟାଧି SARS ଦେଖାଯାଇଥିଲା। ତାପରେ 2012ରେ ସାଉଦି ଆରବରେ ଦେଖାଯାଇଥିବା କରୋନା ଭୂତାଣୁ ଜନିତ ରୋଗର ନାମ ଥିଲା ମର୍ସ ମିଡିଲ୍ ଇଷ୍ଟ ରେସ୍ପିରେଟୋରୀ ସିଣ୍ଡ୍ରୋମ୍ ବା ମଧ୍ୟପ୍ରାଚ୍ୟ ଶ୍ୱାସତନ୍ତ୍ର ପ୍ରଦାହ ବ୍ୟାଧି। ସାରସ୍ ଓ ମର୍ସ ବ୍ୟାଧିର ଉତ୍ପତ୍ତି ବାଦୁଡ଼ିରୁ ହୋଇଛି ବୋଲି ପ୍ରମାଣିତ ହୋଇଛି। ତାପରେ ଏକ ମଧ୍ୟବର୍ତ୍ତୀ ପୋଷକ ମାର୍ଜାର ଜାତିର ବିରାଡ଼ି ପରି ଜୀବ ବା ସିଭେଟ୍ରୁ ସାରସ୍ ଏବଂ ମଧ୍ୟପ୍ରାଚ୍ୟ ଓଟରୁ ମଣିଷ ଶରୀରରେ ଭୂତାଣୁଗୁଡ଼ିକ ପ୍ରବେଶ କରି ରୋଗର କାରଣ ହୋଇଥିଲା। ତେବେ ସେଗୁଡ଼ିକର ସଂକ୍ରମଣଶୀଳତା ଅପେକ୍ଷାକୃତ ନ୍ୟୁନ ଥିଲା। 2019 ମସିହା ଡିସେମ୍ବର 1 ତାରିଖରେ ଚୀନର ଉହାନ ସହରରେ ପ୍ରଥମ କୋଭିଡ୍-19 ରୋଗଗ୍ରସ୍ତ ବ୍ୟକ୍ତି ଚିହ୍ନଟ କରାଯାଇଥିଲା। ସେତେବେଳେ ଭୂତାଣୁଟିର ନାମ ଥିଲା ଅଭିନବ କରୋନା ଭୂତାଣୁ ବା ସାରସ୍-କୋଭ୍-2। ଏହି ସାରସ୍-କୋଭ୍-2ର ଉତ୍ପତ୍ତି ପ୍ରାଣୀ ଶରୀରରେ ହୋଇଥାଇପାରେ ଏବଂ ଏଥିରେ ପରିବର୍ତ୍ତନ ବିଶେଷ କରି ନବୋଦ୍ଭବନ ଘଟି ମଣିଷକୁ ସମ୍ଭବତଃ ଅସୁସ୍ଥ କରିଛି। ଅତୀତରେ ପକ୍ଷୀ, ଘୁଷୁରି ଓ ଅନ୍ୟ ପ୍ରାଣୀରୁ ବହୁ ରୋଗ ମଣିଷକୁ ସଂକ୍ରମିତ ହୋଇଛି। ଏପର୍ଯ୍ୟନ୍ତ ସାରସ୍-କୋଭ୍-2 ସମ୍ପର୍କରେ ବୈଜ୍ଞାନିକ ପ୍ରମାଣ ସାବ୍ୟସ୍ତ କରେ ଯେ
ପ୍ରାକୃତିକ ପରିବେଶରେ ଭୂତାଣୁର ବିବର୍ତ୍ତନ ଘଟିଛି ଏବଂ ମଣିଷକୁ ଅକସ୍ମାତ୍ ତାହା ଲମ୍ଫ ପ୍ରଦାନ କରିଛି କିମ୍ବା କୌଣସି ଏକ ଅନିର୍ଣ୍ଣିତ ପ୍ରାଣୀରୁ ସେପରି ହୋଇଛି। ବହୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କର ବିଶ୍ୱାସ ଯେ ବାଦୁଡ଼ି ଓ ପାଙ୍ଗୋଲିନ୍ରୁ କରୋନା ଭୂତାଣୁର ଏହି ନୂତନ ଷ୍ଟ୍ରେନ୍ଟିର ବିକାଶ ଘଟିଛି। ତେବେ ସୁଦ୍ଧା ଆନ୍ତର୍ଜାତିକ ସ୍ତରରେ ସାଧାରଣ ସ୍ୱାସ୍ଥ୍ୟସେବା ଓ ବୈଜ୍ଞାନିକ ସଂସ୍ଥାଗୁଡ଼ିକ SARS-CoV-2 ନିର୍ଦ୍ଦିଷ୍ଟ ଭାବେ ଉତ୍ପତ୍ତି ଉନ୍ମୋଚନ ଲକ୍ଷ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଭବିଷ୍ୟତରେ ଏପରି ବିଶ୍ୱବ୍ୟାପୀ ମହାମାରୀକୁ ପ୍ରତିହତ କରିବା ପାଇଁ ତାହା ମୁଖ୍ୟ ଆୟୁଧ ହେବ। ଚୀନର ଗୁଆଙ୍ଗଡଙ୍ଗ ରାଜ୍ୟରେ 2002 ଓ 2003 ମସିହାରେ ନିର୍ଣ୍ଣିତ ହୋଇଥିବା ସାରସ୍ ବ୍ୟାଧିର ଆରମ୍ଭ ହୋଇଥିଲା। ସେହି ସମୟରେ ପାଖାପାଖି 8098 ଜଣ ରୋଗଗ୍ରସ୍ତ ହୋଇଥିଲେ ଏବଂ ସେଥିମଧ୍ୟରୁ 714 ଜଣ ମୃତ୍ୟୁବରଣ କରିଥିଲେ। ଖୁବ୍ କମ୍ ସମୟରେ ଏହି ସାରସ୍ ବ୍ୟାଧି ଦକ୍ଷିଣ ପୂର୍ବ ଏସିଆ ଓ କାନାଡ଼ାକୁ ବ୍ୟାପିଥିଲା। ତେବେ କେବଳ ରୋଗୀଙ୍କ ସହିତ ସୁସ୍ଥ ଲୋକର ପ୍ରତ୍ୟକ୍ଷ ସମ୍ପର୍କ ଯୋଗୁଁ ବ୍ୟାଧି ସଂକ୍ରମିତ ହେଉଥିବାରୁ ଏହାକୁ ସହଜରେ ପ୍ରତିରୋଧ କରାଯାଇପାରିଲା। ଫଳରେ ଏହା କାଳକ୍ରମେ ଏକ ସ୍ଥାନିକ ରୋଗ ହୋଇଗଲା। 2003 ମସିହାରେ ସାରସ୍ ମହାମାରୀକୁ ନିୟନ୍ତ୍ରଣ କରାଯିବାର 10 ବର୍ଷ ପରେ ଅର୍ଥାତ୍ 2012 ମସିହା ବେଳକୁ ମଧ୍ୟପ୍ରାଚ୍ୟରେ ଅନ୍ୟ ଏକ ଅଭିନବ କରୋନା ଭୂତାଣୁର ଆବିର୍ଭାବ ଘଟିଲା। ତାହାକୁ ମଧ୍ୟପ୍ରାଚ୍ୟ ଶ୍ୱାସବ୍ୟାଧି କୋଭ୍ ବା ମର୍ସ-କୋଭ୍ କୁହାଗଲା। ଏହାଦ୍ୱାରା ବହୁ ପ୍ରକାରର ଶ୍ୱାସତନ୍ତ୍ର ଜନିତ ସଂକ୍ରମଣ ଦେଖାଯାଇଥିଲା। ପ୍ରାଥମିକ ଅବସ୍ଥାରେ ବ୍ୟାଧି ଯୋଗୁଁ ମୃତ୍ୟୁହାର ପାଖାପାଖି 50% ଥିଲା। ତେବେ କୌଣସି କାରଣରୁ 2014 ପରେ ବ୍ୟାଧିଟି ଅଧିକ ପ୍ରଭାବଶାଳୀ ହୋଇପାରିଲା ନାହିଁ। ତାହା ମଧ୍ୟ ସାରସ୍ ଭଳି ଏକ ସ୍ଥାନିକ ରୋଗ ହୋଇ ରହିଲା। ପୂର୍ବବର୍ଣ୍ଣିତ ସାରସ୍-କୋଭ୍ ଓ ମର୍ସ-କୋଭ୍ର ରୋଗକାରକ କରୋନା ଭୂତାଣୁଗୁଡ଼ିକ କେବଳ ସଂକ୍ରମିତ ରୋଗୀଠାରୁ ଲକ୍ଷଣ ପ୍ରକାଶ ପାଇବା ପରେ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ସୁସ୍ଥ ବ୍ୟକ୍ତିକୁ ସେଗୁଡ଼ିକ ସଞ୍ଚାରିତ ହୋଇଥାନ୍ତି। କିନ୍ତୁ କେବଳ ପୀଡ଼ିତ ବ୍ୟକ୍ତି ନୁହେଁ ବରଂ କୋଭିଡ୍-19 ଭୂତାଣୁଟି ଲକ୍ଷଣବିହୀନ ବାହକ ଦ୍ୱାରା ଅନାୟାସରେ ସଂକ୍ରମିତ ହୋଇପାରେ। ସେହି ଲକ୍ଷଣବିହୀନ ବାହକ ଜଣକ ସୁସ୍ଥ ସବଳ ଥାଏ। ନିଜର ଦୈନନ୍ଦିନ କାମ ବି ସ୍ୱାଭାବିକ ଭାବେ କରିପାରେ। ତେଣୁ ଚୀନର ଉହାନ ସହରରେ ଆତ୍ମପ୍ରକାଶ କରିଥିବା କୋଭିଡ୍-19 ରୋଗଟି ଖୁବ୍ କମ୍ ସମୟରେ ସାରା ପୃଥିବୀରେ ବ୍ୟାପିଗଲା। ବର୍ତ୍ତମାନ 221ରୁ ଅଧିକ ଦେଶରେ ରୋଗଟି ବିଭିନ୍ନ ଲହରରେ ଆସି ଅଜସ୍ର ପ୍ରାଣହାନି ଘଟାଉଛି। ରୋଗଟିର ଅବ୍ୟକ୍ତ ଅବଧି ବା ରୋଗ ପୁଷ୍ଟି ଅବଧି ଇନକ୍ୟୁବେସନ୍ ପିରିୟଡ଼ 1ରୁ 14 ଦିନ ହୋଇଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ତାହାର ପରିପ୍ରକାଶ 5 ଦିନ ପରେ ଲକ୍ଷ୍ୟ କରାଯାଏ। ଚୀନରେ 2019 ଡିସେମ୍ବର 1ରେ ପ୍ରଥମ ରୋଗୀ ନିର୍ଣ୍ଣୟ ହେବା ଦିନରୁ 2020 ଜାନୁଆରୀ ଶେଷ ସପ୍ତାହ ପାଖାପାଖି 2 ମାସ ପର୍ଯ୍ୟନ୍ତ ରୋଗଟିର ଲକ୍ଷଣବିହୀନ ରୋଗବାହକ ମଣିଷଙ୍କଠାରୁ ସୁସ୍ଥ ମଣିଷକୁ ସଂକ୍ରମିତ ହେବା କାହାକୁ ଜଣାନଥିଲା। ଏହି ସମୟ ମଧ୍ୟରେ ରୋଗର ଅସୁମାରୀ ସଂକ୍ରମଣ ହୋଇସାରିଥିବ ଏଥିରେ ସନ୍ଦେହ ନାହିଁ।